କାହାଣୀ ବନ୍ଦା ବୈରାଗୀ। ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ କାଶ୍ମୀର ଡୋଗ୍ରା ରାଜପୁତ ପରିବାରରେ ବନ୍ଦା ବୈରାଗୀ ଜନ୍ମଗ୍ରହଣ କରିଥିଲେ, ଯାହାଙ୍କର ବାଲ୍ୟକାଳର ନାମ ଥିଲା ଲକ୍ଷ୍ମଣ ଦେବ। ପିତା ରାମଦେବ ଅତ୍ୟାଚାରୀ ମୋଗଲ ଶାସନର ସମାପ୍ତି ପାଇଁ ଚେଷ୍ଟା କରି ସାମାନ୍ୟ ସଫଳ ହୋଇଥିଲେ। ନିଜର ବିଚାର ଆଧାରରେ ପୁତ୍ର ଲକ୍ଷ୍ମଣଙ୍କୁ ପିଲାଟି ଦିନରୁ ଯୁଦ୍ଧ ଶିକ୍ଷା ଦେଇଥିଲେ। ସରସନ୍ଧାନ କରିବା, ଖଣ୍ଡା ଚାଳନା କରିବା, ଅଶ୍ଵ ଉପରେ ବସି ଯୁଦ୍ଧ କରିବା ଭଳି ଅନେକ କୌଶଳ ଲକ୍ଷ୍ମଣ ଦେବ ଅଳ୍ପ ଦିନରେ ଆୟତ୍ତ କରିପାରିଥିଲେ। ଦିନକର ଘଟଣା, ମୃଗୟା ଉଦ୍ଦେଶ୍ୟରେ ସେ ଜଙ୍ଗଲକୁ ଗଲେ। ଜଙ୍ଗଲରେ ଗୋଟିଏ ମୃଗୁଣୀକୁ ଦେଖି ସରସନ୍ଧାନ କଲେ। ଶରାଘାତରେ ମୃଗୁଣୀଟି ଗର୍ଭସ୍ଥ ଶାବକକୁ ଜନ୍ମ ଦେଇ ମରିଗଲା। ପରେ ପରେ ଶାବକଟି ମଧ୍ୟ ମରିଗଲା। ମୃତ୍ୟୁ ପୂର୍ବରୁ ନିରୀହ ମୃଗୁଣୀର କରୁଣ ଚାହାଣୀ ଲକ୍ଷ୍ମଣ ଦେବଙ୍କୁ ବିଚଳିତ କରି ପକାଇଲା। ସେ ନିଜକୁ ଅପରାଧୀ ମନେ କଲେ, ପାପକର୍ମ ପାଇଁ ନିଜକୁ ଧିକ୍କାର କଲେ। ମନସ୍ତାପରେ ଘର ଛାଡ଼ି ବୈରାଗୀ ହୋଇଗଲେ। ଅନେକ ସ୍ଥାନ ବୁଲି ବୁଲି ଶେଷରେ ସେ ପଞ୍ଚବଟୀରେ ପହଞ୍ଚିଲେ। ପଞ୍ଚବଟୀର ରମଣୀୟ ପରିବେଶ ତାଙ୍କୁ ଖୁବ୍ ଭଲ ଲାଗିଲା। ସେଠାରେ ସେ ଦୀର୍ଘ 14-15 ବର୍ଷ ଧରି କଠୋର ତପସ୍ୟା କଲେ। ତାଙ୍କ ବ୍ୟକ୍ତିତ୍ୱରେ ଆକୃଷ୍ଟ ହୋଇ ଅନେକ ଲୋକ ତାଙ୍କ ପାଖକୁ ଆସିବା ଆରମ୍ଭ କଲେ। ବେଳକୁ ବେଳ ପ୍ରବଳ ଜନସମାଗମ ହେବାରୁ ସେ ପଞ୍ଚବଟୀ ତ୍ୟାଗ କରି ପଞ୍ଜାବର ଦକ୍ଷିଣ ଭାଗକୁ ଚାଲିଗଲେ। ସେତେବେଳେ ଉତ୍ତର ଭାରତରେ ମୁସଲମାନ ଶାସକଙ୍କ ହିନ୍ଦୁ ବିଦ୍ୱେଷ ନୀତି, ଶିଶୁ ମହିଳାଙ୍କୁ ହତ୍ୟା ସହ ଧର୍ମାନ୍ତର ପ୍ରକ୍ରିୟା ଉଦ୍ବେଗଜନକ ସ୍ଥିତିରେ ଥାଏ। ଶିଖ ଗୁରୁ ଗୋବିନ୍ଦ ସିଂ ଧର୍ମରକ୍ଷା ପାଇଁ ବିଧର୍ମୀମାନଙ୍କ ସହ ଯୁଦ୍ଧ କରୁଥାନ୍ତି। ଗୁରୁ ଗୋବିନ୍ଦ ସିଂ ଚିନ୍ତା କଲେ, ମୋ ପରେ କିଏ ଏହି ଶିଖମାନଙ୍କର ନେତୃତ୍ୱ ନେବ? ତେଣୁ ସେ ଉପଯୁକ୍ତ ସଂସ୍କାରବାନ ପାତ୍ରର ଅନ୍ୱେଷଣରେ ଥାନ୍ତି। ପ୍ରଥମ ସାକ୍ଷାତରେ ବୈରାଗ୍ୟ ଜୀବନ ନିର୍ବାହ କରୁଥିବା ଲକ୍ଷ୍ମଣ ଦେବଙ୍କ ଭିତରେ ଥିବା ସୁସଂସ୍କାରକୁ ସେ ଉପଲବ୍ଧି କଲେ। ତାଙ୍କୁ ସମୟର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଲେ। ସାମ୍ପ୍ରତିକ ଆପତ୍ତିକାଳୀନ ପରିସ୍ଥିତିରେ ନେତୃତ୍ୱ ନେବା ପାଇଁ ଉତ୍ସାହିତ କଲେ। ଶେଷରେ ଲକ୍ଷ୍ମଣ ଦେବ ଗୁରୁ ଗୋବିନ୍ଦ ସିଂହଙ୍କ ଆହ୍ୱାନକୁ ସ୍ୱୀକାର କଲେ ଏବଂ ତାଙ୍କୁ ନିଜର ଗୁରୁ ରୂପେ ସ୍ୱୀକାର କଲେ। ଗୁରୁ ତାଙ୍କର ନାମ ରଖିଲେ ବନ୍ଦା ବୈରାଗୀ।